ଦର୍ଶକ ବନ୍ଧୁ, ଜଣେ ଦର୍ଶିକାଙ୍କର ପ୍ରଶ୍ନ ଥିଲା, ଜନ୍ମଜାତକରେ ନନ୍ଦଯୋଗ ଫଳଟି କିପରି ଜନ୍ମଜାତକକୁ ପ୍ରାପ୍ତି ହୋଇଥାଏ? ଉକ୍ତ ବିଷୟବସ୍ତୁ ନେଇକି ନିଶ୍ଚିତ ରୂପେ ଆଲୋଚନା କରିବେ। ଜନ୍ମଜାତକରେ ଯଦି ନନ୍ଦଯୋଗ ସଂଘଟିତ ହୋଇଥାଏ, ଜ୍ୟୋତିଷ ଶାସ୍ତ୍ର କହେ ଯୁଗ୍ମମ୍ ଯୁଗ୍ମମ୍ ଭବେ ତ୍ରିଣିମ୍ ତ୍ରୈଗ୍ରହମ୍ ଚୈକତ୍ର ଭବେତ ନନ୍ଦଯୋଗ ସୁବିଖ୍ୟାତମ୍ ଦୀର୍ଘାୟୁରାଜ ପୂଜିତମ୍। ଜନ୍ମଜାତକରେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମକୋଷ୍ଠୀରେ ଯଦି ଦୁଇଟି ଲେଖାଏଁ ଗ୍ରହ ତିନି ସ୍ଥାନରେ ରହିଥିବେ ଏବଂ ଗୋଟିଏ ଗୋଟିଏ ଗ୍ରହ ପୃଥକ ପୃଥକ ଅବସ୍ଥାରେ ଯଦି ତିନି ସ୍ଥାନରେ ରହିଥାନ୍ତି, ତାହେଲେ ଜନ୍ମଜାତକରେ ନନ୍ଦ ନାମକ ରାଜଯୋଗ ସଂଘଟିତ ହୋଇଥାଏ। ଯୋଗଜାତ ବ୍ୟକ୍ତି ଦୀର୍ଘାୟୁ ଏବଂ ରାଜପୂଜ୍ୟ ହେବା ସହିତ ଜନସମାଜରେ ମାନ୍ୟ ଗଣ୍ୟ ବ୍ୟକ୍ତି ଭାବେ ପରିଚିତ ହୋଇଥାଏ। ଦର୍ଶକ ବନ୍ଧୁ, ଜନ୍ମଜାତକରେ ଯଦି ନନ୍ଦଯୋଗ ରହିଥାଏ, ଯୋଗଜାତ ବ୍ୟକ୍ତି ଯେନ ତେନ ପ୍ରକାରେଣ ରାଜକୀୟ କର୍ମ କରିକି ନିଜର ଜୀବନ ଜୀବିକା ନିର୍ବାହ କରିଥାଏ। ଯେତେବେଳେ ଜନ୍ମଜାତକରେ କୌଣସି ଗ୍ରହଙ୍କର ଅଶୁଭ ଦଶା କିମ୍ବା ଅନ୍ତର୍ଦଶା ଚଳୁଥାଏ, ମହାଦଶା ଅନ୍ତର୍ଦଶା କିମ୍ବା ପ୍ରତ୍ୟନ୍ତର ଦଶା ଯଦି ଅଶୁଭତ୍ୱ ଫଳ ପ୍ରଦାନ କରୁଥାଏ, ତାହେଲେ ସେହି ସମୟରେ ମଧ୍ୟ ନନ୍ଦଯୋଗ ଜାତ ବ୍ୟକ୍ତିଟି ହୁଏତ ଟିକିଏ ଅଶାନ୍ତିର ବାତାବରଣ ଭିତରେ ରହିପାରେ କିମ୍ବା ମନ ଦୁଃଖିତ ରହିପାରେ, କିନ୍ତୁ ନିଶ୍ଚିତ ରୂପେ ଅଳ୍ପ ଦିନ ମଧ୍ୟରେ ଶାନ୍ତି ଅନୁଭବ କରିଥାଏ। ଦର୍ଶକ ବନ୍ଧୁ, ଯେତେବେଳେ ଜନ୍ମ ଲଗ୍ନରେ ଦୁଇଟି ଗ୍ରହ ରହିଥାନ୍ତି, ସେହି ସମୟରେ ପ୍ରବଳ ମାତ୍ରାରେ ଜନ୍ମଜାତକକୁ ନନ୍ଦଯୋଗଟି ଶୁଭଫଳ ପ୍ରାପ୍ତି କରିଥାଏ। ଉଦାହରଣ ସ୍ୱରୂପ ଲଗ୍ନ ଯଦି ବୃଷ ଲଗ୍ନ ହୁଏ ଏବଂ ମିଥୁନ ରାଶିରେ ଯଦି ବୃହସ୍ପତି ଚନ୍ଦ୍ର ଏକତ୍ରୀକରଣ ଅବସ୍ଥାରେ ରହିଥିବେ, ତତ୍ସଙ୍ଗେ ରବି ଏବଂ ବୁଧ ବିଛା ରାଶିରେ ରହିଥିବେ, ଶୁକ୍ର ଏବଂ ଶନି ଯାଇକି ଧନୁ ରାଶିରେ ଅବସ୍ଥାନ କରିଥିବେ, ରାହୁ ଯାଇକି ମକର ରାଶିରେ ରହିଥିବେ, କେତୁ ଯାଇକି କର୍କଟ ରାଶିରେ ରହିଥିବେ ଏବଂ ମଙ୍ଗଳ ଯଦି ତୁଳା ରାଶିରେ ରହିଥିବେ, ଭିନ୍ନ ଭିନ୍ନ ଅନୁସାରେ ଭିନ୍ନ ଭିନ୍ନ ସ୍ଥାନରେ ଯେତେବେଳେ ଗ୍ରହଟି ନନ୍ଦଯୋଗ ନେଇକି ସଂଗଠିତ ହୋଇକି ରହିଥିବେ, ସେହି ସମୟରେ ଜନ୍ମଜାତକରେ ଦେଖିବାକୁ ମିଳିପାରେ ପ୍ରବଳ ମାତ୍ରାରେ ନନ୍ଦଯୋଗଟି ସଂଗଠିତ ହୋଇଥିବ। କିନ୍ତୁ ଯଦି ଶନିଙ୍କର ମହାଦଶା ଚାଲିଥାଏ, ଶନିଙ୍କର ମହାଦଶା ସମୟରେ ଶୁକ୍ର ସହିତ ଶନି ଏକତ୍ରୀକରଣ ଅବସ୍ଥାରେ ଥିବାରୁ ଏ ଜାଗାରେ ଶନି ବିଶେଷ ଶୁଭ ଫଳ ପ୍ରଦାନ କରିପାରନ୍ତିନି। କାହିଁକି ନା ବୃଷ ଲଗ୍ନ ପାଇଁ ଶନି ହେଉଛନ୍ତି ଯୋଗକାରକ ଗ୍ରହ, କିନ୍ତୁ ଶୁକ୍ର ଯୁକ୍ତ ହୋଇଗଲେ ଶନି ମଧ୍ୟ ବଳବାନ ହୋଇପାରନ୍ତିନି। ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ରୀତିନୀତି ଅନୁସାରେ ଯେତେବେଳେ ଶୁକ୍ରଙ୍କର ମହାଦଶା ଆରମ୍ଭ ହୁଏ, ଶୁକ୍ର ମହାଦଶାରେ ଜନ୍ମଜାତକ ଶନିଙ୍କର ଫଳ ପ୍ରାପ୍ତି କରିଥାଏ ଏବଂ ଶନିଙ୍କର ମହାଦଶାରେ ଶୁକ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ସେହି ରାଶିର ଫଳଟି ଜନ୍ମଜାତକ ପ୍ରାପ୍ତି କରିଥାଏ। ଜନ୍ମଜାତକରେ ଯଦି ନନ୍ଦ ନାମକ ରାଜଯୋଗ ସଂଗଠିତ ହୋଇକି ଅଛି, ଆପଣ ନିଶ୍ଚିନ୍ତ ରୁହନ୍ତୁ, ଯେନ ତେନ ପ୍ରକାରେଣ ଭାଗ୍ୟର ନିଶ୍ଚିତ ରୂପେ ଉତ୍ତର ବୃଦ୍ଧି ହେବ। କାହିଁକି ନା ଜନ୍ମଜାତକରେ ନନ୍ଦଯୋଗ ହେଉଛି ଏକ ବିଶିଷ୍ଟ ରାଜଯୋଗ। ଦର୍ଶକ ବନ୍ଧୁ, କୌଣସି ଗ୍ରହ ଯଦି ବାଧକ ଅବସ୍ଥାରେ ଜନ୍ମଜାତକରେ ରହିଥାନ୍ତି କିମ୍ବା ମାରକ ଅବସ୍ଥାରେ ରହିଥାନ୍ତି, ଆଉ ଜନ୍ମଜାତକରେ ଯଦି ନନ୍ଦଯୋଗ ସଂଗଠିତ ହୋଇଥାଏ, ଯେଉଁ ଗ୍ରହଟି ମାରକ ଫଳ ପ୍ରଦାନ କରୁଥାନ୍ତି, ସେହି ଗ୍ରହଙ୍କର ଶାନ୍ତି ବିଧାନ କରନ୍ତୁ, ନିଶ୍ଚିତ ରୂପେ ଗ୍ରହଟି ଶୁଭ ଫଳ ପ୍ରଦାନ କରିବେ। ଜନ୍ମଜାତକରେ ନନ୍ଦ ନାମକ ରାଜଯୋଗ ସଂଗଠିତ ହୋଇଥିଲେ ଜନ୍ମଜାତ ବ୍ୟକ୍ତି ସଂସାର କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବା ସହିତ ସଦାସର୍ବଦା ନିଜର ଜୀବନ ଜୀବିକା ଉପରେ ପ୍ରବଳ ମାତ୍ରାରେ ଭରସା ରଖିଥାଏ। ନିଜର କର୍ମଠାରୁ ଅନ୍ୟ କର୍ମ ପାଇଁ କେତେବେଳେ ସିଏ ମନ ଭିତରେ ଅଗ୍ରସର ଭାବନା ରଖିନଥାଏ। ଦେଖିବାକୁ ଗଲେ କୁଶାଗ୍ର ବୁଦ୍ଧିଯୁକ୍ତ ଏବଂ ବହୁ ପରିଶ୍ରମୀ ହୋଇଥାନ୍ତି। ଦର୍ଶକ ବନ୍ଧୁ, ଇଏ ଥିଲା ଜନ୍ମଜାତକରେ ନନ୍ଦ ନାମକ ରାଜଯୋଗ। ଏହି ନନ୍ଦ ନାମକ ରାଜଯୋଗ ବିଷୟବସ୍ତୁ ନେଇକି ଜଣେ ଦର୍ଶିକା ମଧ୍ୟ ପ୍ରଶ୍ନ ରଖିଥିଲେ, ଯାହାକି ସେହି ପ୍ରଶ୍ନଟିର ଇଏ ଯଥାର୍ଥ ଉତ୍ତର। ଦର୍ଶକ ବନ୍ଧୁ, ଏବେ ଅନୁମତି ଦିଅନ୍ତୁ। ନମଃ ଭଗବତୀ ଶରଣ।